ଆଉ ତ ଗୋଟେ ମହାତ୍ମା ଜନ୍ମ ହେବେ ନାହିଁ, ତେଣୁ ତାଙ୍କର ଜୀବନ ଚର୍ଚ୍ଚା ଯିଏ କରିବ ସିଏ ଅହିଂସାର ପଥରେ ଯିବ। ଅହିଂସା ଗୋଟିଏ ଶବ୍ଦ ସାରା ପୃଥିବୀରେ ସେ ଏକମାତ୍ର ଅଦ୍ୱିତୀୟ ଦେଶ ସେବକ ଥିଲେ। ଜାତିର ଉଦ୍ଦେଶ୍ୟରେ ତାଙ୍କର ବାଣୀ, ତାଙ୍କର ଭାଷା, ତାର ଜୀବନ ଚର୍ଚ୍ଚାର ମହାନ ପର୍ବ ଆମମାନଙ୍କୁ ଆଦର୍ଶ ଆଡ଼କୁ ଏଇଲେ। ଆଜିର ସଭା ମହାତ୍ମା ଗାନ୍ଧୀଙ୍କ ଉପରେ ହୋଇଛି, ମୋତେ ଡକା ହେଇଛି, ଅନ୍ୟ ସବୁ ନେତାମାନେ ମଧ୍ୟ ଆସିଛନ୍ତି। ତେଣୁ ତାଙ୍କ ଜୀବନକୁ ଆଦର୍ଶ ଆମେ ପାଥେୟ କରି ଯଦି ଚାଲିବା, ପୃଥିବୀ ଭଲରେ ଚାଲିବ। ଅହିଂସା ଏକ ଶବ୍ଦ, ଯିଏ ବର୍ତ୍ତମାନ ଦେଶର ଯେଉଁ ଅବସ୍ଥା ବର୍ତ୍ତମାନ ହେଉଛି, କେହି କାହାକୁ ମାନୁନାହାନ୍ତି ଏବଂ କୁପଥରେ ଲୋକମାନେ ଯାଉଛନ୍ତି। ତାକୁ ସୁପଥରେ ଆଣିବା ପାଇଁ ହେଲେ ଗୋଟାଏ ଆଦର୍ଶ, ସେ ହେଲା ମହାତ୍ମା ଗାନ୍ଧୀଙ୍କର ଅହିଂସା। ଆଜି 79ତମ ପୁଣ୍ୟତିଥି ମହାମାନବ ମହାତ୍ମା ଗାନ୍ଧୀଙ୍କର 79ତମ ପୁଣ୍ୟତିଥିରେ ଆଜି ଆମେ ସମସ୍ତେ ଏକାଠି ହେଇଛୁ ଯେ ସେଇ ମହାତ୍ମାଙ୍କୁ ମନେ ପକାଇବା, ତାଙ୍କୁ ସ୍ମୃତି ଅର୍ପଣ କରିବା। ଆଜି ଦୁନିଆରେ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଛି। ଯଦି ଏ ପୃଥିବୀ ବଞ୍ଚିବାକୁ ହେବ, ତିଷ୍ଠି ରହିବାକୁ ହେବ, ତାହେଲେ ଏ ପୃଥିବୀରୁ ଯୁଦ୍ଧ ହଟାଇବାକୁ ହେବ, ଶାନ୍ତି ସ୍ଥାପନ କରିବାକୁ ହେବ। ତାହେଲେ ମହାମାନବ ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ପଥକୁ ଆମେ ସମସ୍ତେ ଆପଣେଇବା, ପୃଥିବୀ ସମସ୍ତେ ଆପଣେଇ ନେବ। ସେ ଗୌତମ ବୁଦ୍ଧ, ଯୀଶୁ ଖ୍ରୀଷ୍ଟ, ଏଇଭଳି ମହାତ୍ମା ଗାନ୍ଧୀଙ୍କର ସ୍ଥାନ ଯେ ପର୍ଯ୍ୟନ୍ତ ସିଭିଲାଇଜେସନ୍ ମାନବ ସଭ୍ୟତା ବଞ୍ଚି ରହିଥିବ, ସେ ପର୍ଯ୍ୟନ୍ତ ଗାନ୍ଧୀବାଦର ପ୍ରାସଙ୍ଗିକତା ରହିଥିବ। ନା, ମହାତ୍ମା ଗାନ୍ଧୀ କେବେ ଭୁଲି ପାରିବେ ନାହିଁ। ସେ ସାମୟିକ ଭାବରେ ତାଙ୍କୁ କେବଳ ଗୋଟିଏ ହୀନ ଉଦ୍ୟମ ମନୁଷ୍ୟ ସମାଜ କରିପାରୁଥାଏ, କିନ୍ତୁ ସେ ଦୃଷ୍ଟିବ ନାହିଁ। ଯେମିତି ସୂର୍ଯ୍ୟଙ୍କୁ ଗୋଟିଏ କାଗଜ ଖଣ୍ଡେ ଦ୍ୱାରା ଲୁଚେଇ ହେବ ନାହିଁ, ମହାତ୍ମା ଗାନ୍ଧୀଙ୍କର ଯେଉଁ ବାଣୀ, ଶାନ୍ତି, ବିଶ୍ୱ ଶାନ୍ତି, ଯେଉଁ ଅହିଂସା, ତାହା ସବୁବେଳେ ପାଇଁ ମାନବ ଜାତିକୁ ଆଲୋକିତ ପଥ ପ୍ରଦର୍ଶନ କରୁଛି। ଆଜି ହେଉଛି ବୁଦ୍ଧିଷ୍ଟ ଇଣ୍ଟରନ୍ୟାସନାଲ ଫୋରମ ଫର ପିସ୍ ତରଫରୁ ମହାନ ଦେଶଭକ୍ତ ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କର 79ତମ ପୁଣ୍ୟତିଥି ଦିବସ ପାଳନ କରୁଛୁ। ଏ ପୁଣ୍ୟତିଥି ଦିବସ ଶହୀଦ ଦିବସ ଭାବେ ଆମେ ପାଳନ କରୁଛୁ। ଏ ଅବସରରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ଆସିଛନ୍ତି, ଶ୍ରୀଯୁକ୍ତ ସୁରେଶ କୁମାର ପୂଜାରୀ, ଏବଂ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ, ଆନ୍ତର୍ଜାତିକ କବି ତଥା ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭାରତୀୟ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଜାନ ଚୌଧୁରୀ ମଧ୍ୟ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଉପରେ ବିସ୍ତୃତ ଭାବରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଉଛନ୍ତି। ଏଇଭଳି ଆଜି ଆମର କାର୍ଯ୍ୟକ୍ରମ ଚାଲିଛି।